ଏଇ 3 ଦିନ ହେଲାଣି ଆମେ ଖବର ପାଉଥିଲୁ ଠାକୁରମୁଣ୍ଡାରେ ଜଣେ କିନ୍ନର ଗୋଟେ ମା ପାଖକୁ ତା ଛୁଆକୁ ନେଇକି ପଳେଇଥିଲା। ଆଉ ସିଏ କିନ୍ନର ନୁହଁ ବୋଲି ଆମେ ଠାକୁରମୁଣ୍ଡାର ଯିଏ ଆଇଆଇସି ଯେ କେସ୍ର ଆଇ ଅଛନ୍ତି ସିଏ ଆମକୁ ଫୋନ୍ କରିଥିଲେ। ସିଏ ବସ୍ ଚଢ଼ିକି ଯାଜପୁର ଓହ୍ଲେଇଛନ୍ତି ବୋଲି ଆମେ ଖବର ପାଉଛୁ। ଆପଣ ଟିକେ ଖୋଜାଖୋଜି କରନ୍ତୁ। ଯେହେତୁ ଆମେ ବି 2 ଦିନ ହେଲାଣି କାଲିଠାରୁ ଆମର ଯାଜପୁର ଆମ କିନ୍ତୁ କିନ୍ନର ନାଁ ଉଠୁଛି, ଯେହେତୁ ଆମ କିନ୍ନର ସଂଘକୁ ଗୋଟେ ଲଜ୍ଜିତ, ଆମମାନଙ୍କ ପାଇଁ ଗୋଟେ ଖରାପ ମେସେଜ ଯାଉଛି। ଯଦି ଆମେ ଜଣେ ଜଣେ ସୋସିଆଲ ୱାର୍କର, ଆମେ ଏତେ କାମ କରୁଛେ, ଯଦି ଆମ କମ୍ୟୁନିଟି ଏରିକା କାମ କରେ, ଏଇଟା ବହୁତ ବଡ଼ ଲଜ୍ଜାଜନକ। ଏଇଟା କେବେ ଲୋକମାନେ ଏକ୍ସପୋଜ ଭାବୁନଥିଲେ କି ଆମ ପାଖରେ ଏଇ ଜିନିଷ ହବ ବୋଲି। ତ ଆମେ କାଲିଠୁ ଖୋଜାଖୋଜି করে ଆମେ ଆଜି ସକାଳୁ କାଚଗୁଡ଼ି ସାହିରୁ ଆଜି 2 ଜଣ ଛଦ୍ମବେଶୀ, ସେ କିନ୍ନର ନୁହଁ, ସେ ଜଣେ ପୁଅ ପିଲା ଶାଢ଼ୀ ଚୁଡ଼ି ପିନ୍ଧିକି ମଦ ପିଇକି ସେମାନେ ପଇସା ବିକାବୃତ୍ତି କରନ୍ତି, ସେଟାକୁ ଆମେ ବି ତ ନିନ୍ଦା କରୁ। ଆଜି ଆମେ ମୁଁ ଏବେ କାଲି ରାତିଠୁ ଖୋଜୁଥିଲି, ରାତିଠୁ ପାଇନଥିଲେ, ସକାଳୁ ଭୋରୁ ଭୋରୁ ଆମେ କାଚଗୁଡ଼ି ସାହିରେ ଯାଇ ଖୋଜୁଥିଲୁ। ଆଉ କିଛି ଯେଉଁ ଆଦିବାସୀ ପଡ଼ା ସାତପଡ଼ିଆ ସେ କାଚଗୁଡ଼ି ସାହିରେ ଆମେ ସେଇଠି ସେ ପିଲାଙ୍କୁ ରେସ୍କୁ, ସେ 2ଟା ଛଦ୍ମବେଶୀ କିନ୍ନର, ଯେଉଁ କିନ୍ନର ନୁହେଁ ପୁରୁଷ 2ଟା, ତାଙ୍କୁ ଧଇଲୁ। ଆଉ ସେ ଛୁଆକୁ ଧଇଲୁ। ଆମେ ଠାକୁରମୁଣ୍ଡା ଆଇଆଇସିକି ଆମେ ଇନଫର୍ମେସନ ଦେଇଛୁ। ସେମାନେ ଆଇଛନ୍ତି ଆମର ଆଦର୍ଶ ଥାନା ଯାଜପୁର ରୋଡରେ, ଆମେ ଆଣିକି ସେଇଠି ହ୍ୟାଣ୍ଡଓଭର କରିଛୁ ପିଲା।